हेलो जय जगन्नाथ आपण मानू आज यूट्यूब चैनल को स्वागत करछु। आज आम षष्ठ श्रेणी गणित एग्जाम होगा जाऊा 10 तारिख दिन तार आम किसी सिलेक्शन प्रोबेबिलिटी क्वेश्चन करवा देखिपे। आज आम क्वेश्चन करने प्रथम तांकर पड़ुची एक मार्क 10टा क्वेश्चन से 10टा क्वेश्चन आगे आम आरंभ करवा। कौन प्रथम क्वेश्चन देजी 7,45,321 को विस्तारित रूप में लिखा। ताले चलते देखिए ता कौन हम ता उत्तर 7,41,000 जब आम लिखा विस्तारित रूप में ताब 7,40,000 मिशाण 5,000 मिशाण 300 मिशाण 20 मिशाण 1। तापर परवर्ती क्वेश्चन को जीवा कौन ता उत्तर है देखिए। यही संख्यार 9,08,765 को आमर तार निकटवर्ती हजार को गोलाकार कर। ताले देखिए तो उत्तर कौन है ता उत्तर हम 9,09,000। यही संख्याटी होची तार उत्तर। 36 समस्त गुणनीयक बा गुणक लेख। ताहले ता उत्तर कौन 36 समस्त गुणनीयक बा गुणक हेउची 3 4 3 4 2 1 2 3 4 6 9 12 18 एवं 36। परवर्ती क्वेश्चन 245 इंटू 1 तार उत्तर हो 245। यह गुणनर केउं तत्व को व्यवहृत होई समाहित होइअछि। केउं गुणनर केउं तत्व को यह प्रकाशित करुअछि ताकू देखिबा। यह गुणनर परिचय तत्व को प्रदान करुअछि। यह गुणनर परिचय तत्व को प्रदान करुअछि। तार परवर्ती क्वेश्चन जीवा जदि आमे एक लंब अंकन करिबा एटा जदि गार पकेबा एटा होची 90 डिग्री एटा होची 180 डिग्री। सी पचारसी 90 डिग्री रु 180 डिग्री मध्य 90 डिग्री रु 180 डिग्री मध्य दूरतार को कोण को आमे कौन बोली कहा जाए ता उत्तर हेउची यह हेबो स्थूल कोण। यह हेउची क्यों कोण स्थूल कोण 90 डिग्री रु 180 भीतर कोण को आमे माने कहबा स्थूल कोण। परवर्ती क्वेश्चन -5 प्लस 1 ता उत्तर हबो आमर -2 -5 प्लस 3 आ उत्तर हम -2। तापर परवर्ती क्वेश्चन को जीवा 2/3 प्लस 1/6 देखंतु ता उत्तर मैं आपण मानकु देखाउछि। एठारे 2/3 एठारे मैं अक्षर भलो हूँ देखिए देछि आपनको उत्तरटी 2/3 प्लस 1/6 यह को कले तल दुईटर लस आगु 6 ऊपर 6 को हरले 4/1 आंसर हम आपनकर 5/6। दिस इज द आंसर। तापर 0.75 को आम जब भग्नांश में परिणत करवा ताहले यार उत्तर कौन तार उत्तर हेबो आपण जना पड़ुथिबा 3/4 3/4। दिस इज द आंसर। परवर्ती क्वेश्चन को जीवा 456 को 3 द्वारा ताहा भाग क्रिया करी होई पारिबो कि नाही। जदि आपण माने गोटे संख्या को 3 द्वारा भाग करने को चाहते तेबे ताहार विभाज्यता फॉर्मूला को आपण मानक मन पकाइबा पड़ो। ताहा हेउची
ତିନୋଟି ଯାକ ସଂଖ୍ୟାର ଯୋଗଫଳ ଯଦି 3 ଦ୍ୱାରା ବିଭାଜ୍ୟ ହେଉଥିବ ତେବେ ସେହି ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହେବ। 456 4 ମିଶାଣ 5 ମିଶାଣ 6 15 15ଟା 3 ଦ୍ୱାରା ବିଭାଜ୍ୟ 3 into 5 is equal to 15 ସୋ ଏହି ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ହୋଇପାରିବ। ପରବର୍ତ୍ତୀ କ୍ୱେଶ୍ଚିନ୍ ଏକ ରେଖାଖଣ୍ଡ ଓ ଏକ କିରଣ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଏକ ରେଖାଖଣ୍ଡ ହେଉଛି ଯେଉଁ ରେଖାଖଣ୍ଡର ଆଦ୍ୟବିନ୍ଦୁ ଅଛି ଏବଂ ପ୍ରାପ୍ତ ବିନ୍ଦୁ ଅଛି ଏବଂ କିରଣ ହେଉଛି ଯେଉଁ ରେଖାଖଣ୍ଡର ଗୋଟିଏ ମାତ୍ର ବିନ୍ଦୁ ଅଛି ଏବଂ ଏହା ଅସରନ୍ତି ପର୍ଯ୍ୟନ୍ତ ଲମ୍ବିଅଛି। ଯେଉଁଟାକି ଆପଣମାନଙ୍କୁ ଉତ୍ତର ଦେଖାଇ ଦେଉଛି। ରେଖାଖଣ୍ଡର ଦୁଇଟି ଶେଷ ବିନ୍ଦୁ ଅଛି, ଆଦ୍ୟ ବିନ୍ଦୁ ପ୍ରାନ୍ତ ବିନ୍ଦୁ ଏବଂ କିରଣର ଗୋଟିଏ ମାତ୍ର ବିନ୍ଦୁ ଅଛି ଯାହାକି ଆଦ୍ୟ ବିନ୍ଦୁ। ତାପରେ ପରବର୍ତ୍ତୀ କ୍ୱେଶ୍ଚିନ୍ଟା 10 ନମ୍ବର ସରିଗଲା। 11 ନମ୍ବର 6 ଅଙ୍କର ସବୁଠାରୁ ବଡ଼ ଓ ସବୁଠାରୁ ଛୋଟ ସଂଖ୍ୟା ଲେଖ। 6 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା ଏବଂ ଛୋଟ ସଂଖ୍ୟା। 6 ଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟାଟି ହେଉଛି ଏଇ ସଂଖ୍ୟାଟି ଏବଂ ଛୋଟ ସଂଖ୍ୟାଟି ଏଇଟା ଆପଣଙ୍କର ଉତ୍ତର ଏଠି ଦ୍ୟାଟ୍ ଇଜ୍ ଦ ଆନ୍ସର। ତ ପରବର୍ତ୍ତୀ କ୍ୱେଶ୍ଚିନ୍କୁ ଯିବା। ବର୍ତ୍ତମାନ 24 ଓ 36ର ଗସାଗୁ HCF ମାନେ ଗସାଗୁ। 24 ଓ 36ର ଗସାଗୁ ନିର୍ଣ୍ଣୟ କର। ତାହା କ'ଣ ହେବ ଦେଖିବା ଉତ୍ତର। 24 ଆଉ 36ର ଗସାଗୁ ହେବ କେତେ 12। 24 ଆଉ କେତେ 36ର ଗସାଗୁ। ଏଟାକୁ ଯଦି ଆମେ କାହା ଦ୍ୱାରା ଭାଗ କ୍ରିୟା କରିବା 4 ଦ୍ୱାରା 4 6 24 ଆଉ 4 36। ତେବେ ପୁନର୍ବାର ଯଦି ଆମେ ଏହାକୁ ଭାଗ କରିବା ଏହା 2 ଦ୍ୱାରା ଭାଗ ହେବ 3 2 ଏବଂ ଏହା ହେବ 4। ସୋ ଆକୁ ଯଦି ଆମେ ଗୁଣିବା 4 ଗୁଣନ 2 4 ଗୁଣନ 2 ଗୁଣନ 3 ହେଉଛି 8। ତାପରେ 18 ଆଉ 27ର ଏଲସିଏମ୍ ତାହା ହେବ ଆମର 18 ଏବଂ 27ର ଏଲସିଏମ୍ ତା ଉତ୍ତର ହେଉଛି 54। ତା ଉତ୍ତର ହେଉଛି କ'ଣ 54 ସରି ପିଲାମାନେ। ତାପରେ 999ର ପରବର୍ତ୍ତୀ ଏବଂ ପୂର୍ବବର୍ତ୍ତୀ ସଂଖ୍ୟା ଦେଖିବା। ତେବେ 999ର ପରବର୍ତ୍ତୀ ପୂର୍ବବର୍ତ୍ତୀ ସଂଖ୍ୟା ହେଉଛି ପ୍ରଥମେ ପରବର୍ତ୍ତୀ ସଂଖ୍ୟାଟି ହେଉଛି 1000 ଏବଂ ପୂର୍ବବର୍ତ୍ତୀ ସଂଖ୍ୟାଟି ହେଉଛି 998। ପରବର୍ତ୍ତୀ କ୍ୱେଶ୍ଚିନ୍ ଗୋଟିଏ ଆୟତଚିତ୍ରର ପରିଧି ନିର୍ଣ୍ଣୟ କର। ଗୋଟିଏ ଆୟତଚିତ୍ରର ପରିଧି ନିର୍ଣ୍ଣୟ କର ଯାହାର ଲମ୍ବ 12 ସେଣ୍ଟିମିଟର ଏବଂ ପ୍ରସ୍ଥ 8 ସେଣ୍ଟିମିଟର। ତେବେ ଦେଖିବା ତା ଆନ୍ସର କ'ଣ। ଆପଣମାନେ ଦେଖିପାରିବେ ଆୟତଚିତ୍ରର ପରିଧିର ଫର୍ମୁଲା ସୂତ୍ର ହେଉଛି 2 ଗୁଣନ ଲମ୍ବ ମିଶାଣ ପ୍ରସ୍ଥ। ଆମକୁ ଲମ୍ବ ଦେଇଦେଇଛି 12 ଏବଂ ପ୍ରସ୍ଥ ଦେଇଦେଇଛି 8। ତେବେ 2 ଗୁଣନ 8 ଆନ୍ସର ଆପଣମାନଙ୍କର 40। ଦିସ୍ ଇଜ୍ ଦ ଆନ୍ସର। ପରବର୍ତ୍ତୀ କ୍ୱେଶ୍ଚିନ୍କୁ ଯିବା। ପିଲାମାନେ ଏରା ସବୁ ଆପଣଙ୍କର 2 ମାର୍କିଆ। ତେବେ -7 -2 ତେବେ
ଉତ୍ତର ହେଉଛି -7 ମାଇନସ ମାଇନସ ପ୍ଲସ୍ 2 -7 + 2 = ଆପଣମାନଙ୍କର ହେବ -5। ଦିସ୍ ଇଜ୍ ଦ ଆନ୍ସର୍। 3/4 ଓ 5/8 ଏହା ମଧ୍ୟରେ ତୁଳନା ପ୍ରକାଶ କର। ତା ଉତ୍ତର କ'ଣ ହେଉଛି ଦେଖିବା ଆମେମାନେ। 17 ନମ୍ବର 3/4 ଏବଂ 6/8। ଯଦି ଏହାକୁ ଆମେ 3/4କୁ 2 ଦ୍ୱାରା ଗୁଣନ କରିବା ଏହା ହେବ 6/8 ଏବଂ 6/8ଟା 5/8 ଠାରୁ ବଡ଼। 5/8 ଠାରୁ 6/8ଟା ବଡ଼। 6/8 ଯାହା 3/4 ସେଇଆ। ସୋ 3/4 ବଡ଼ ସଂଖ୍ୟା। ତେଣୁ 3/4 ହେଉଛି ଏକ ବୃହତ ସଂଖ୍ୟା। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। 18 ନମ୍ବର 3.45 ମିଶାଣ 2.10। ଦେଖିପାରିବେ 5 5 4 1 5 3 2 5। ତାହେଲେ ଆପଣମାନଙ୍କର ସଠିକ୍ ଆନ୍ସରଟି ହେଉଛି 5.55। ଆପଣମାନଙ୍କୁ ଯଦି ଭଲରେ ଦେଖାଯାଉଛି ମୁଁ ଲେଖିଦେଇଛି ଏଠାରେ 5.55। ଆପଣମାନେ ଜାଣିପାରିବେ ଏହା ହେଉଛି ତା ଉତ୍ତର। ତେବେ ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। 19 ନମ୍ବର ବୃତ୍ତର ଅଂଶଗୁଡ଼ିକୁ ନାମ ଲେଖ। ତାହେଲେ ତା ଉତ୍ତର କ'ଣ ଦେଖିବା ଆମେ। ଏହି ବିନ୍ଦୁଟି ହେଉଛି ବୃତ୍ତର ଏଇଟା ହେଉଛି ପିଲାମାନେ ଏହା ହେଉଛି ବୃତ୍ତର ଅଂଶଗୁଡ଼ିକର ନାମ ଲେଖ। ଦେଖିବା ତା ଆନ୍ସର କ'ଣ। ଯଦି ଏଠାରେ ମୁଁ ଏକ ବୃତ୍ତ କଲି ଏବଂ ଏଇଟା ହେଉଛି ତା ସେଣ୍ଟର, କେନ୍ଦ୍ରଠାରୁ ପରିଧିଠାର ଦୂରତା ହେଉଛି ବ୍ୟାସାର୍ଦ୍ଧ। ପରିଧିରୁ ଆରପଟ ପରିଧିର ଦୂରତାକୁ ହେଉଛି ବ୍ୟାସ। ଏହା ତା ଚାରିକର ସର୍କଲଟା ହେଉଛି ପରିଧି। ମଝି ଅଂଶଟି ହେଉଛି କେନ୍ଦ୍ର। କେନ୍ଦ୍ରଠାରୁ ପରିଧିର ଦୂରତା ବ୍ୟାସାର୍ଦ୍ଧ। ପରିଧିରୁ ଅନ୍ୟ ଏକ ପରିଧିର ଦୂରତା ଯାହାକି କେନ୍ଦ୍ର ବିନ୍ଦୁ ମଧ୍ୟ ଦେଇ ଛେଦ କରି ଯାଇଥାଏ ତାହା ହେଉଅଛି ବ୍ୟାସ। ଏବଂ ଏଇ ଯେଉଁ ସର୍କଲଟି ଆପଣମାନେ ଦେଖୁଛନ୍ତି ତାହା ହେଉଛି ପରିଧି। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। 2 ମାର୍କର ଶେଷ କ୍ୱେଶ୍ଚିନ୍ କ'ଣ। 20 ନମ୍ବର ତ୍ରିଭୁଜର ଭୁଜା ଆଧାରରେ ଲେଖ। ତ୍ରିଭୁଜର ବାହୁ ଅନୁସାରେ ତ୍ରିଭୁଜ କେତେ ପ୍ରକାରର। ପ୍ରଥମେ ଦେଖିବା ତ୍ରିଭୁଜ କେତେ ପ୍ରକାରର। ତ୍ରିଭୁଜ ଆମର 3 ପ୍ରକାରର। ପ୍ରଥମେ ଟିକେ ପିଲାମାନେ ସମବାହୁ ତ୍ରିଭୁଜ। ଏଇ ବାହୁ
ଯେଉଁ ତ୍ରିଭୁଜର ତିନୋଟି ଯାକ ବାହୁ ସମାନ ତାହା ସମବାହୁ। ଯେଉଁ ତ୍ରିଭୁଜର ଦୁଇଟି ଯାକ ବାହୁ ସମାନ ତାହା ସମଦ୍ୱିବାହୁ। ଏବଂ ଯେଉଁ ତ୍ରିଭୁଜର ତିନୋଟି ଯାକ ବାହୁ ଅସମାନ ତାହା ବିଷମବାହୁ। ପ୍ରଥମେ ସମବାହୁ, ଏହା ହେଉଛି ସମବାହୁ। ଦ୍ୱିତୀୟରେ ସମଦ୍ୱିବାହୁ, ଯେଉଁ ତ୍ରିଭୁଜର ଦୁଇଟି ବାହୁ ସମାନ ତାହା ସମଦ୍ୱିବାହୁ। ବିଷମବାହୁ, ଯେଉଁ ତ୍ରିଭୁଜର ତିନୋଟି ଯାକ ବାହୁ ଅସମାନ ତାକୁ କୁହାଯାଏ ବିଷମବାହୁ। ତେବେ ତାପରେ ଆମର ରହିଲା 5 ମାର୍କ କ୍ୱେଶ୍ଚିନ୍, ଯାହା ଦେଲା କି ତୁମ୍ଭର ବିଦ୍ୟାଳୟରେ 1250 ଜଣ ଛାତ୍ରଛାତ୍ରୀ ମାନେ ଛାତ୍ର ମିଶାଣ ଛାତ୍ରୀ କେତେ ଅଛନ୍ତି? 1250 ଜଣ। ଯଦି ସେଥିମଧ୍ୟରୁ 375 ଜଣ ଝିଅ ଅଟନ୍ତି, ସେଥିମଧ୍ୟରୁ 375 ଜଣ ଝିଅ ଅଛନ୍ତି, ତେବେ ପୁଅ କେତେ ଅଛନ୍ତି? ତାର ଉତ୍ତର ଦେଖିବା। ଯଦି ତୁମ୍ଭ ବିଦ୍ୟାଳୟରେ 1250 ପିଲା ଅଛନ୍ତି, ପିଲାମାନେ ଯଦି ତୁମ୍ଭ ବିଦ୍ୟାଳୟରେ ମୋଟ 1250 ପିଲା ଅଛନ୍ତି, ତହିଁମଧ୍ୟରୁ ଝିଅ ଅଛନ୍ତି 375 ଜଣ ଏବଂ ପୁଅ ସଂଖ୍ୟା ହେଉଛି 1250 ମାଇନସ 375, 875। ପୁଅ ପିଲା ଅଛନ୍ତି 875। ତେବେ ପରବର୍ତ୍ତୀ, ଯଦି ଏକ ଦড়ିର ଲମ୍ବ 15.5 ମିଟର, ଯଦି ଏକ ଦড়ିର ଲମ୍ବ 15.5 ମିଟର ଏବଂ ସେଥିମଧ୍ୟରୁ 5 ମିଟର କଟାଯାଏ, ତେବେ ଅବଶିଷ୍ଟ କେତେ ଅଂଶ ଆମ୍ବପାଖରେ ବଳକା ରହିବ? ତେବେ ଦେଖିବା ଉତ୍ତର କ'ଣ? ଅବଶିଷ୍ଟ ଲମ୍ବ ହେଉଅଛି (15.5 ମାଇନସ 5 = 10.5 ମିଟର। ତେବେ ପରବର୍ତ୍ତୀ କ୍ୱେଶ୍ଚିନ୍କୁ ଯିବା। ଏକ ଆୟତଚିତ୍ରର ପରିଧି ଦେଇଛି 40 ସେଣ୍ଟିମିଟର। ଯଦି ଲମ୍ବ ହେଉଛି 12 ସେଣ୍ଟିମିଟର, ତେବେ ପ୍ରସ୍ଥ ନିର୍ଣ୍ଣୟ କର। ଦେଖିବା ଉତ୍ତର କ'ଣ ଏହାର। ଯଦି ପରିଧି ଦେଇଛି 40 ସେଣ୍ଟିମିଟର, ପରିଧିର ଲମ୍ବ ଦେଇଛି 12 ସେଣ୍ଟିମିଟର, ପ୍ରସ୍ଥ ହେଉଅଛି, ତେବେ ଆମ୍ଭେମାନେ କ'ଣ ଜାଣିଅଛେ? 2 ଗୁଣନ ଲମ୍ବ ମିଶାଣ ପ୍ରସ୍ଥ = ପରିଧି। ତେବେ ପରିଧି ଆମକୁ ଦେଇଛି, ତେବେ ପରିଧିରେ 40, 2 ଗୁଣନ ଲମ୍ବ ମିଶାଣ ପ୍ରସ୍ଥ। ଲମ୍ବ ଆମକୁ ଦେଇଛି 12, ତେବେ ପ୍ରସ୍ଥ ମାଇନସ 2ଟା ଆର ପଟେ ଯାଇକି ହରଣ ହେଲା 20, ପ୍ରସ୍ଥ = 20 ମାଇନସ 12, 8। That is the answer। ଆଉ ପିଲାମାନେ ଆଉ 2ଟି କ୍ୱେଶ୍ଚିନ୍ ରହିଲା, ଶେଷ ହୋଇଯିବ। ତାପରେ 48 ଏବଂ 60ର ବୋଥ୍ ଏଲସିଏମ୍ ଆଣ୍ଡ ଏଚସିଏଫ୍, ଗସାଗୁ ଏବଂ ଲସାଗୁ ନିର୍ଣ୍ଣୟ କର। ବୋଥ୍ 48 ଓ 60ର ଗସାଗୁ ଓ ଲସାଗୁ ନିର୍ଣ୍ଣୟ କର। 48 ଓ 60ର ଆପଣମାନଙ୍କୁ ଯଦି ଏଠାରେ ମୁଁ ଲେଖିକି ଦେଖେଇ ଦେଉଅଛି, 48
ଏବଂ 60ର ଗସାଗୁ। ଯଦି ଆମେ ଏହାକୁ 12ରେ ନେବା 12 × 4 = 48, 12 × 5 = 60। ଏହାର ଗସାଗୁ ହେଉଛି 12, ଗସାଗୁ ହେଉଛି 12, ଯାହାକି ଆପଣମାନଙ୍କର ଏଠାରେ ଉତ୍ତର ଦେଇଅଛି। ଏବଂ ଲସାଗୁ ହେଉଛି 12 × 4 × 5, 12 × 4 × 5, ଯାହାକି ଆପଣଙ୍କ ଏଠାରେ ଉତ୍ତର ଦେଇଅଛି। ବର୍ତ୍ତମାନ ଶେଷ କ୍ୱେଶ୍ଚିନ୍ ଯିବା। କ୍ୱେଶ୍ଚିନ୍ ସରିଯାଇଛି। ପିଲାମାନେ ଆପଣମାନଙ୍କର 5 ମାର୍କିଆ 4ଟା କ୍ୱେଶ୍ଚିନ୍ ଥିଲା, ମୁଁ ଆଉ ଦେଖିନାହିଁ। ବର୍ତ୍ତମାନ ଆମ କ୍ଲାସ୍ 6ର ସमेଟିଭ୍ ଏକ୍ଜାମ୍ର ସିଲେକ୍ସନ୍ କ୍ୱେଶ୍ଚିନ୍ ପେପର୍ ମୁଁ ଆପଣମାନଙ୍କର ସବୁତକ ଆଲୋଚନା କରିଦେଇଛି। ଦୟାକରି ଭିଡ଼ିଓଟି ଆପଣମାନଙ୍କୁ ଯଦି ଭଲ ଲାଗିଥିବ, ଭିଡ଼ିଓରେ ଯଦି ମୋର ଭୁଲ ଥିବ କିଛି କ୍ଷମା କରିବେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ କମେଣ୍ଟ କରିଦେବେ। ରହୁଛି। ଜୟ ଜଗନ୍ନାଥ।